ରାମ ନାରାୟଣ ରାମ। ଧ୍ୟାନ ରଖିବା ଯେ ତୁମର ଅନ୍ତରେ କୌଣସି ପ୍ରକାର ଭେଦ ନଥିବା ଉଚିତ। ସେମାନଙ୍କର ନିୟମଗୁଡ଼ିକୁ ଦେଖିବା ଏବଂ ଏହି କଥାରେ ଧ୍ୟାନ ରଖିବା ଯେ ସେମାନଙ୍କର ମଧ୍ୟରେ କୌଣସି ଅବ୍ୟବସ୍ଥା ନଥିବା ଉଚିତ। ମୁଁ ତୁମକୁ କହୁଥିଲି ଯେ ଯେତେବେଳେ ମୁଁ ପାହାଡ଼ରେ ଥିଲି ସେଠାରେ କୌଣସି ଜଣେ ଅନ୍ୟ କାହାକୁ ଦେଖୁଥିଲେ ନାହିଁ ଏବଂ ଆମର ଏଠାରେ ଯଦି କାହାର କପଡ଼ା କିଛି ଇଧର ହେଲେ ତେବେ ସମସ୍ତଙ୍କର ଆକାଂକ୍ଷା ଥାଏ ସେଉଠାକୁ ଦେଖିବାକୁ। ଆକାଂକ୍ଷା ଏହି ପ୍ରକାର ଏକ ବସ୍ତୁ ଯେଉଁଠାରେ ଆବରଣ ଥିବା ସେଉଠାରେ କମି ଥିବା, ଯେଉଁଠାରେ ସମସ୍ତେ ନଙ୍ଗା, ଛାତ୍ରଛାତ୍ରୀ ସମସ୍ତେ ସଡ଼କରେ ଶୋଇଥାନ୍ତି କିନ୍ତୁ କୌଣସି ଜଣେ ଅନ୍ୟ କାହାକୁ ଦେଖୁଥିଲେ ନାହିଁ। ସେମାନେ ଆମ ଉପରେ କହୁଛନ୍ତି ଯେ ତୁମର ଏଠାରେ ଲୋକମାନେ ତ ବର୍ବର ଅଟନ୍ତି, ତେଣୁ ସେମାନେ ପର୍ଦ୍ଦା ଢାକି ରହିଥାନ୍ତି। ଆମେ ସେମାନଙ୍କୁ ବର୍ବର କହୁଛୁ କାରଣ ସେମାନେ ନଙ୍ଗା ରହିଥାନ୍ତି। ସେମାନେ କହିଛନ୍ତି ଯେ ପ୍ରକୃତିରେ ବାଧା ଉତ୍ପନ୍ନ କରିବେ ନାହିଁ। ଆମେ ନିଜରେ ସଂୟମ ପ୍ରାକୃତିକ ଭାବରେ ଥାଏ। ଯଦି କୌଣସି ଜଣେ ମହିଳା ସହ ଅନ୍ୟ କିଛି କରିବାକୁ ଚାହାନ୍ତି ତେବେ ପ୍ରଥମେ ସେମାନେ ତାହାକୁ ସୂଚନା ଦେଇଥାନ୍ତି ଏବଂ ଯଦି ସେ ତାହାର ସୂଚନାକୁ ଉତ୍ତର ଦେଉନ୍ତି ନାହିଁ ତେବେ ଆମେ ସେ ସହ ଯିବାକୁ ଯାଇନାହିଁ। ଯଦି ଦୁଇ ଜଣଙ୍କର ସମ୍ମତି ସହ କିଛି କରୁଛୁ ତେବେ ସେଥିରେ କୌଣସି ବାଧା ନାହିଁ। ବାଧା କିଏ ନାହିଁ କାରଣ ଏହିରେ ବି ତାହା ପ୍ରାରମ୍ଭିକ ଶାସ୍ତ୍ର ସ୍ୱର ଅଛି। ଯଦି ତୁମେ ଧନରେ କୌଣସି ବସ୍ତୁ କିଣିବାକୁ ଚାହଁ ତେବେ ଯଦି ଦୁଇ ଜଣଙ୍କର ସମତା ଅଛି ତେବେ ସେ ବସ୍ତୁ ପାଇପାରିବେ। ଏହା କରିବାରେ କୌଣସି ଅପରାଧ ନାହିଁ। ରୂପା ସେହି ପ୍ରକାର ପ୍ରେମ ଯାହା ସଦୃଶ। ସେମାନେ କହିଛନ୍ତି ଯେ ଆମର ଦେଶରେ କେହି ପ୍ରେମକୁ ବୁଝେ ନାହିଁ। ସେମାନେ ଭାବନ୍ତି ଯେ ପ୍ରେମ କରିବାକୁ ହେଲେ ପିଟା ଖାଇବାକୁ ପଡ଼ିବ କାରଣ ତୁମର ଦେଶରେ ପ୍ରେମ ଏବଂ କାମ ସମସ୍ତ ହୁଏ କିନ୍ତୁ ଲୁଚାଇ କରାଯାଏ। ତୁମେ ସାଇତାନ ହୋଇଗଲେ ଧୋକା ଦେଇ କାମ କରୁଛ। ଉପରୁ ମଧୁ ଲିପ୍ତା ହୋଇଛି କିନ୍ତୁ ଭିତରେ ଭୟଙ୍କର ବସ୍ତୁ ଅଛି। ଦେଖ କେଉଁ ସମାଜରେ ଅଶାନ୍ତି ନାହିଁ, କେଉଁ ଘରେ ବିବାଦ ନାହିଁ। ଏହି କମି ତ ରହିଲା, କିଛି ବି ସଠିକ୍ ହୋଇନି। କେବଳ ବାହାରୁ ସୁଧାର ହୋଇଛି, ଭିତରେ ମହାମାରୀ ରହିଛି। ଏହା ସହିତ କୌଣସି କାମ ହୋଇପାରିବା ନାହିଁ। ସେମାନେ କହୁଛନ୍ତି ଯେ ସୂଚନା ଦେଲେ ଯଦି ସେ ପ୍ରସ୍ତୁତ ହେବେ ତେବେ କେବଳ ସେ ହେବାରେ ସମ୍ଭବ। କିନ୍ତୁ ଯଦି ଭାବିବା ଯାଏ ଯେ ସେମାନେ ଅବ୍ୟବସ୍ଥିତ ଅଟନ୍ତି ତେବେ ତୁମର ସମାଜ ପ୍ରତିଷ୍ଠିତ ଅଛି କି?